बोल जय महाप्रभु जय जगन्नाथ स्वामी कितने धीरा कीटा कितने धीरा कीटा कितने धीरा कीटा रामा रामा चंद्रा राम भद्रा भेद से रघुनाथाय नाथाय सीतया पतये नामा शरणागत दीनार्थ हरित्रणा परायणे सर्वसाथ हरे देवी नारायणी नमोस्तुते सदा चित्तिकरन्ति तत विपीना संगीत करबो मुदाभीर नारी बदन कमला स्वाद मधुप रमा ब्रह्मा शंभो सुरपति गणेश चेत पदो जगन्नाथ स्वामी नयन पथगामी भव तुम्हें नमो शिवाय नमो शिवाय नमो शिवाय नमस्ते महामाई श्रीपीठे सुरपूजिते शंख चक्र गदा हस्ते महालक्ष्मी नमस्तुते ओम मां उत्कल भारती पाला परिषद जाजपुर शाखा महादेव आज ये चतुर्थ रजनी प्रथम पर्यायर आपण मानक हार्दिक हार्दिक अभिनंदन जनाई सर्वप्रथम आरंभ करने को जाऊँगी संक्षिप्त वाद्य विचित्रा
না না আজি ওলটা পাঠ পড় হ্যাঁ ওলটা পড় জানলু হ্যাঁ গছ মূলରୁ ଉପରକୁ ଯାଉ ଆଜି ଉପରୁ ମୂଳକୁ ଆଇ ହଉ ଦେଖିବା ଆଜି ଓଲଟା ପଠାଲ ମାମୁ ହଉ
ହଉଛ ତମେ ହଁ ଯୋଉ ଜମା ପାଟି କର ନା ଏ ବାହାକ ଯେମିତି ହଉଛି ଧର କମିଯିବ ସେ ଛୁଆକୁ ଛାଡେ ସେ କଣ କହୁଛି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଟିକେ ଯାହା ଦେଖିବା ତମେ ଦେଖ ସେ ପହଞ୍ଚେ ପ୍ରତିଷ୍ଠା ଦେଇଛନ୍ତି ସେଟା କଣ୍ଠ ଦିଏ ମକରୁ ହସିବା କଥା ନାହିଁ ଠାକୁର ଅଛନ୍ତି ପ୍ରଭୁ सर्वव्यापक श्रीमन श्री श्री सत्यनारायण गविधि अर्थे सर्वे बोल आनंद गवार हरि हरि गणपति बाबा गविधि अर्थे उचिड़ई मां गविधि अर्थे सर्वे बोल आनंद गवार हरि हरि चतुर्थी कहले चतुर्थ रजनी प्रथम परिजावा प्रथम स्तवक वा प्रथम थाक प्रथम थाकरे आमे मंचरे मंचासीन हेबा परे प्रभुଙ୍କ दरबार आमे माने जते बेले दंडायमान हमर बापा किछि ना किछि गोटे कर्तव्य रहिछि सर्वप्रथम कर्तव्य को आखिया करे रखी बाटरे बाटो हेबा पई पड़िबो ए संकुरु भाई मामाश्री ताले धन आम भीतर इंजिन हेले बायक अच्छा बायक महाशय को पचारिबा ताकर कार्यक्रम काण आज से रखिछंती देखिबा ताले बायक मइले सुबिला महाशय हे मामा ओ आगे अछि त मामा ओ पिछु गुची भाषा नाली होची हां हां अपन किसा ओहो खाना कोण कई इरे बायक महाशय करिया कथा सेयाडू किए कथा हे अनमी हे गला धन मामू आज होची चतुर्थ रजनी रे कला बस जाईछि सरी जाईछि द्वितीय दिन रे नाम बाबद रे आलोचना हेछि तृतीय दिन रे ताळा प्रारंभ पर हेछि अजी तो का जो हेछि सब से प्रभुଙ୍କ उद्देश्ୟରେ किए ना चैतन्य महाप्रभु हां ए कोड़ी जुग पाई आज्ञा अच्छा चारि जुग पाई चैतन्य महाप्रभु नहंती ना ना केवल कली जुग पाई ए मृदंग चारि जुगरे चारि रूप गोटिए मां नुहे आओ हमर केतोटी मां मोर गोटिए मां ए मृदंगर होची तीनटा मां ए तीन मां अंश विशेषरु अच्छा ये गोटे संतान जात
ଯାହାର ନାମଟି ହଉଛି ମୃଦଙ୍ଗ। ମୃଦଙ୍ଗ। ଆରେ ଆମ ମାନଙ୍କର ଗୋଟିଏ ମା ଥିଲା ବେଳେ ଆର 3ଟା ମା କେମିତି ହେଲା? ଦେଖ ମାମୁ ଏଇଟା ଦେଲ। ହଁ ଇଏ ହେଲା ସତ୍ୟ ଯୁଗ କଥା। ହଁ ସତ୍ୟଯୁଗର କଥା। ପ୍ରଥମ ଦିନ କହିଥିଲି ହଁ ହଁ ଏ ମଧୁ କଇଟାବ ମାରି ଦୁଆ ନଦୀ ସର୍ଜୟତେ ହରି ହରେ ହେ ଭ୍ୟ ମୃଦାଙ୍ଗାଦି ବାଦି ବ୍ରହ୍ମଣ ଭବ ଏମିତି କାହିଁ ହଉଛି? ଏ ପିଲା ଛନ ହେ ମାମୁ କଥା। ମଧୁ ମଧୁ କଇଟାଭ କୈଟବ ନାମକ ଅସୁରକୁ ବିଶ୍ୱବଧ କରି ଆଚ୍ଛା କାହାରି ମେଦରେ ହୁଁ ଏ ମେଦିନୀକୁ ତିଆରି କଲେ। ହେ ମେଦରୁ ମେଦିନୀ ସୃଷ୍ଟି ହେଲା। ଏହି ମେଦିନୀରୁ ହୁଁ ସତ୍ୟ ଯୁଗରେ ଆଦି ଯୁଗରେ ଆଜି ଯୁଗରେ ବ୍ରହ୍ମା ହଁ ହଁ ସଙ୍ଗୀତ ଉପଯୋଗୀ ଆଚ୍ଛା। 4 ପ୍ରକାର ବାଦ୍ୟ ଯନ୍ତ୍ର ଉଦ୍ଭାବନ କଲେ। କଲେ ଖାଲି ସେ କହୁଥିଲେ ସେଇ କଥା। ଭାଇ ମୋର କହିଥିଲେ ହଁ ତତ୍ ବାଦ୍ୟ ହୁଁ ସୁଶୀର ବାଦ୍ୟ ଆନନ୍ଦବାଦୀ ଆନନ୍ଦବାଦୀ ଘନବାଦ୍ୟ ଅଥବା ଘନବାଦ୍ୟ ଘନବାଦ୍ୟ ଅଦ୍ୟାବଧି ହଁ ସେଇ 4 ବାଦ୍ୟ। ଆଜ୍ଞା ଏ ମୃଦଙ୍ଗ ହେଉଛି ଆନନ୍ଦଦାୟକ ବାଦ୍ୟ। ଆନନ୍ଦ ଆନନ୍ଦ ବାଦ୍ୟ ଯନ୍ତ୍ର ହେଲା ହଁ ହଁ ଏ ମୃଦଙ୍ଗ କିଭଳି ହେଲା ସତ୍ୟ ଯୁଗରୁ ଆଜ୍ଞା ଆସିବ। ଏ ସତ୍ୟରେ ମରଜ କ୍ରେତାରେ ମର୍ଦଳ ଦ୍ୱାପରରେ ହୋଇଲା ଖୋଳ। ମୃଦଙ୍ଗ ନାମଟି ଚୈତନ୍ୟ ଆଦି ମୂଳା ଆଜ୍ଞା ସତ୍ୟରେ ମୁରଜ କ୍ରେତାରେ ମର୍ଦଳ ମଦଳା ଦ୍ୱାପରରେ ହୋଇଲା ଖୋଳ। ଖୋଳ ଏ କଳି ଯୁଗରେ ମୃଦଙ୍ଗ ନାମଟି ଚୈତନ୍ୟ ହଉଛି ଆଦି। ହେ କେବଳ କେବଳ କଳି ଯୁଗ ପାଇଁ। ଆଜ୍ଞା ମୃଦଙ୍ଗର 3 ମା। ମା ପ୍ରଥମ ମା ହେଲା ବସୁଧା ମା। ବସୁଧା ମାତା ମୃଦଙ୍ଗର ପ୍ରଥମ ମା ହେଲା ବସୁଧା ମା। ପ୍ରମାଣ କଣ ବାପା? ବସୁଧା ମା ପ୍ରଥମ ମା ତାଙ୍କର। ହେ ମାମୁ 56 ଗୋଟି ଜୀବଜନ୍ତୁ ହଁ 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 ସବୁ ପଞ୍ଚ ମହାଭୂତରେ ତିଆରି ତିଆରି ଏ ମୃଦଙ୍ଗ ପଞ୍ଚ ମହାଭୂତରେ ବି ତିଆରି। ଆରେ ମୃଦଙ୍ଗରେ ପଞ୍ଚମହାଭୂତରେ ତିଆରି। ପଞ୍ଚ ମହାଭୂତ ଏ ପୃଥିବୀ ଆପତେ ଜବାୟୁ ଆକାଶ ପୃଥିବୀ ପଦ ବାୟୁ ଆକାଶ ପୃଥିବୀ ଆପତେ ପଦ ବାୟୁ ଆକାଶ ପୃଥିବୀ ପଦ ବାୟୁ ଆକାଶ ପଞ୍ଚଭୂତ ଗାନି ଦେହ ପ୍ରକାଶ ପଞ୍ଚଭୂତ ଗାନି ଦେହ ପ୍ରକାଶ ଆଜ୍ଞା ହୁଁ ଆମ୍ଭେ ମାନେ ହୁଁ 5 ମହାଭୂତରେ ସୃଷ୍ଟି। ତାର ମୃଦଙ୍ଗରେ 5 ମହାଭୂତ ରହିଛି। ମୃଦଙ୍ଗ ହଁ ପ୍ରଥମ ଭୂତ ପ୍ରଥମ ଭୂତ ମାଟି। ମାଟି ଏ ମୃଦଙ୍ଗରେ ମାଟି ଅଛି ନା ନାହିଁ? ହଁ ଅଛି 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 ମାଟି ଚକଟା ହେଇଛି ବୋଲି ଟିକେ ଖୋଳ ହେଲା ନା ଆଉ। ହାଣ୍ଡି କୁଆଡୁ ଆସିଲା? ହାଣ୍ଡି ନହେଲେ କେମିତି ହବ? ମାଟି ନ ହେଇଛି। ପାଣି ପାଣି ଲାଗିଛି ରେ, ମାଟିରେ ପାଣି ମିଶା ହେଇ ଚକଟା ହେଲା। ଅଗ୍ନି ଅଗ୍ନି ନଥିଲେ ଖୋଳକ ଯୋଉ ହାଣ୍ଡି ଗଢା ହେଲା ସେ ମାଟି ପୋଡା ହେଲା ଠାରୁ ବାପା ଇଏ ଶକ୍ତ ହେଲା। ପବନ ପବନ ଅଛି ବୋଲି ବାଜୁଛି, ନହେଲେ ପବନ ପଳେଇଲେ ଖାଲି ଏମିତି ଆଉ ଖାଲି। ଆଉ ଆକାଶ ଆକାଶ ଶୂନ୍ୟରେ ଅଛି। ହଁ ହଁ ଏ ପଞ୍ଚ ମହାଭୂତରେ ମହାଭୂତରେ ମୃଦଙ୍ଗ ତିଆରି ହେଇଛି। ମୃଦଙ୍ଗର ବାପା ସୃଷ୍ଟି। ପ୍ରଥମ ମା କିଏ ସେ? ପ୍ରଥମ ହଉଛନ୍ତି ମାଟି ମା, ଦ୍ୱିତୀୟ ମା ଦ୍ୱିତୀୟ ହଉଛନ୍ତି ମାନେ ଗଙ୍ଗା ମା। ଗଙ୍ଗା ମା ନାଇଁ କି? ହଁ। ଗଙ୍ଗା ନଦୀରୁ ଜଳ ଆଣି ଜଙ୍ଗଲାଣି। ଗୌରାଙ୍ଗ ମହାପ୍ରଭୁ ଏ ପିଣ୍ଡଟିକି ଘଷି ଘଷି ତିଆରି କରିଥିଲେ। ତୃତୀୟ ମା ଏ ବାପା ଗୋମାତା ମା। ଗୋଟେ ମାର ଚମଡା ଦେହରେ ଛାଉଣି ହେଇଛି, ହଁ ଲାଗିଛି ଝିଅର ଗଛ ଲାଗିଛି, ହଁ କିରଣ ଲାଗିଛି, ହଁ ଗୋକ୍ଷୀ ଲାଗିଛି,
ଏ ସବୁ କାହାର? ସବୁ ସେ ମାର। ଗୋମାତା ମା। ହଁ କେଇଟା ମା? ଆପଣ କହିଲେ ଖୋଳର ମା ହଉଛି 3। ଯେତେବେଳେ ଏ ଖୋଳକୁ ନଉଛ ହାଡି ଘରକୁ କିରଣ କରିବା ପାଇଁ, ସେଠି କିରଣରେ କଣ ଲାଗୁଛି? ମୁଖିବା ଲାଗୁଛି। ଅର୍ଣ୍ଣ। ଅର୍ଣ୍ଣ ଲାଗୁଛି। ସିଏ ହଉଛି ମା। 4 ମା ଆସିଲେ। ଆଉ ଏ ଖୋଳ ପୂଜା ହଉଛି କୋଉଥିରେ? ତୁଳସୀ ପତ୍ରରେ। ସିଏ ହଉଛି ଗୋଟେ ମା। ତୁଳସୀ ପତ୍ରରେ ନୈବେଦ୍ୟ କରାହଉଛି ଏ ମୃଦଙ୍ଗକୁ। 5 ମା। ଆଉ ଜାଣିଛ? ଶଙ୍କୁର ଭାଇ କଣ ହେଲା? ସାଡୁକୁ ଯାଆନା। ଆଉ ସେମିତି କହିଲେ କଥା ରହିବନି। ଆଉ ତୁଳସୀ ମା ଯେ ହଁ ଏ ମୃଦଙ୍ଗରେ କୋଉଠି ଅଛି? ଆରେ ନୈବେଦ୍ୟ ହଉଛି। ସେଥିରେ ତିଆରି ହେଇଛି ନା? ଆଉ ଅର୍ଣ୍ଣ ଲାଗିଛି। ନା। ଏ 3 ମା ମୃଦଙ୍ଗ ସୃଷ୍ଟି ହେଲା। ତମେ ଯୋଉ କଥା କହୁଛ ନା, ଆଚ୍ଛା ସେ ହଉଛି ମୃଦଙ୍ଗର ବ୍ରହ୍ମ। ବ୍ରହ୍ମ ହାଡକୁ ଯାଅ ନା। କହିବାର କଥାଟି କାରଣ ଆଜ୍ଞା, ଗୋମାତା ମାର 4 ପାଦ, ଚତୁଷ୍ପଦ ଗାୟତ୍ରୀ, ଗାୟତ୍ରୀ ପବିତ୍ର, ପବିତ୍ର ମୁଖ, ମୁଖ କର୍ଣ୍ଣ, କର୍ଣ୍ଣ ନାସା, ଚକ୍ଷୁ, ଚକ୍ଷୁ 4 ବେଦ। 4 ବେଦ। ତାର ମୂଳ ପବିତ୍ର, ଏଇ ତାର ମୂତ୍ର ପବିତ୍ର, ପବିତ୍ର ତାର ଚମଡ଼ା ପବିତ୍ର, ପବିତ୍ର ତାର ଚର୍ବି ପବିତ୍ର, ହଁ ସବୁ ଆଜ୍ଞା ପବିତ୍ର। ଗୋମାତାର ବାବା ସବୁ ଜିନିଷ ପବିତ୍ର। ଗୋମାତା ମା ଲୋମ ଗୋଟିଏ ଦେବତା, ଗୋଟିଏ 33 କୋଟି ଦେବତା। ମୂଳରେ ହିଁ ଦେବତା। ଗୋମାତା ମାର ସବୁ ପବିତ୍ର। ପବିତ୍ର ଏ ମୃଦଙ୍ଗରେ ସବୁ ଲାଗିଛି। ଲାଗିଛି। ଦେବତାଳୟରେ ପୂଜା ପାଉଛି। ପାଉଛି। କିନ୍ତୁ ଆଜ୍ଞା ଆରେ ମେନ୍ ପଏଣ୍ଟ କଣ ଥିଲା କଥାର? ଗୋମାତା ମାର ମାଂସଟା କାହିଁକି ଅପବିତ୍ର? କାହିଁକି ଅପବିତ୍ର? କଥାଟା ଏଇଠି। ଆଜ୍ଞା ତା ମାଂସ କାହିଁକି ଗୋମାତା ମାର ଅପବିତ୍ର? ସବୁ ପବିତ୍ର। ମାଂସ କାହିଁକି ମୃଦଙ୍ଗରେ ସବୁ ଲାଗିଛି। ଲାଗିଛି। ମାଂସଟା କାହିଁକି ଅପବିତ୍ର ହେଲା? କାହିଁକି? ଦେଖନ୍ତୁ ଆଜ୍ଞା, ଚର୍ବି ମଧ୍ୟ ଲାଗିଛି ଲାଗିଛି। କିନ୍ତୁ ମାଂସ ଲାଗିନି। ମାଂସ ଲାଗିପାରିଲାନି। ମାଂସ କାହିଁକି ନ ଲାଗିଲା? କାହିଁକି? କାହିଁକି ସେ ଅପବିତ୍ର ହେଲା? କାହିଁକି? କଣ ପାଇଁ ଏଥର ଲାଗିଲା ନାହିଁ? ବଡ ଭାଇ ବର୍ଣ୍ଣମାଳା ଶୋକ ବଜେକି ସୀତାଙ୍କୁ ବିବାହ କରିଦବ। ଆଉ ଆକାଶରେ ମାଂସଟା କାହିଁକି ଅପବିତ୍ର ହେଲା? ଏଇଠୁ ଆଲୋଚନା କରିକି ପବିତ୍ର କରିଦବ। ବାବା ନା